ରାସ ପଞ୍ଚଦେଇ MCQ 12 SSC PG PhD ନେଟ୍ JRF PGT OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। ରାସ ପଞ୍ଚଦେଇ ଜଗନ୍ନାଥ ଦାସ। ଶ୍ରୀକୃଷ୍ଣ ବେକରେ କି ମାଳ ପକାଇଥିଲେ? ଫୁଲମାଳ, ବନମାଳ, ରୂପାମାଳ, ସୁନାମାଳ। ଉତ୍ତର ବି ବନମାଳ। ଗୋପୀଙ୍କ କାନ୍ଧରେ ହାତ ଦେଇ କୃଷ୍ଣ କିପରି ଦେଖାଯାଉଥିଲେ? କନକ କଣ୍ଠି ମଧ୍ୟରେ ନୀଳମଣି ଭଳି, ମୋତି ଭିତରେ ଇନ୍ଦ୍ରନୀଳ ଭଳି, ପୋହଳା ମଧ୍ୟରେ ଦିବ୍ୟରତ୍ନ ଭଳି, ବିଜୁଳି ମଧ୍ୟରେ ନୀଳମଣି ଭଳି। ଉତ୍ତର ଏ କନକ କଣ୍ଠି ମଧ୍ୟରେ ନୀଳମଣି ଭଳି। ରାସ ପଞ୍ଚଦେଇ କେଉଁ ସ୍କନ୍ଧରେ ରହିଛି? ନବମ, ଦଶମ, ଏକାଦଶ, ଦ୍ୱାଦଶ। ଉତ୍ତର ବି ଦଶମ ସ୍କନ୍ଧରେ ରହିଛି। ସୂର୍ଯ୍ୟନାରାୟଣ ଦାସଙ୍କ ମତରେ ଜଗନ୍ନାଥ ଦାସଙ୍କ ଜନ୍ମ ସମୟ କେବେ? 1482 ରୁ 83, 1484, 85, 86, 87, 1488, 89। ଉତ୍ତର ସି 1486 ରୁ 87। କେଉଁ ଋତୁରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରାସ କ୍ରୀଡ଼ା କରିଥିଲେ? ଶରତ, ହେମନ୍ତ, ଶୀତ, ବସନ୍ତ। ଉତ୍ତର ଏ ଶରତ। କିଏ ଗର୍ବ କରିବାରୁ ଶ୍ରୀକୃଷ୍ଣ ତାକୁ କାନ୍ଧରୁ ଫିଙ୍ଗି ଦେଇଥିଲେ? ଗୋପନାରୀ, ରାଧା, ବୃନ୍ଦାବତୀ, ରସବତୀ। ଉତ୍ତର ସି ବୃନ୍ଦାବତୀ। ଓଡ଼ିଆ ଭାଗବତ ରଚନା କରିବା ପାଇଁ ଜଗନ୍ନାଥ ଦାସ କାହା ସଂସ୍କୃତ ଟୀକାର ଆଶ୍ରୟ ନେଇଛନ୍ତି? ଶ୍ରୀଧର ସ୍ୱାମୀ, ଆଚାର୍ଯ୍ୟ ଶଙ୍କର, ମୁନିଦତ୍ତ, ସାୟଣାଚାର୍ଯ୍ୟ। ଉତ୍ତର ଏ ଶ୍ରୀଧର ସ୍ୱାମୀ। ରାସ ପଞ୍ଚଦେଇ କାହାର କଥୋପକଥନ ଛଳରେ ରଚିତ? ଶ୍ରୀକୃଷ୍ଣ ଉଦ୍ଧବ, ଶ୍ରୀକୃଷ୍ଣ ରାଧା, ଶ୍ରୀକୃଷ୍ଣ ଗୋପୀ, ଶୁକ ପରୀକ୍ଷିତ। ଉତ୍ତର ଡି ଶୁକ ପରୀକ୍ଷିତ। ରାସ ପଞ୍ଚଦେଇରେ କେଉଁ କାରଣରୁ କବି ଭାଗବତ ରଚନା କରିଥିବା କଥା କହିଛନ୍ତି? ଭାବର ତୃପ୍ତ ନ ହେବାରୁ, ଭକ୍ତିବଶରୁ, ମାତାଙ୍କ ଆଦେଶରେ, କୃଷ୍ଣଙ୍କ ସ୍ୱପ୍ନାଦେଶ ନିମନ୍ତେ। ଉତ୍ତର ଏ ଭାବରେ ତୃପ୍ତ ନ ହେବାରୁ। ଯାହାର ରସଚ୍ୟୁତ ନାହିଁ ତାହାର ନାମ କ'ଣ ଅଟେ? ଅଚ୍ୟୁତ, ଅନଚ୍ୟୁତ, ସଦାନନ୍ଦ, ଜୀବନନ୍ଦ। ଉତ୍ତର ଏ ଅଚ୍ୟୁତ।